ଏମିତି 10-12 ଖଣ୍ଡ କନା ରାତି ପୁଆ ପର୍ଯ୍ୟାୟ ପାଇଯାଇଥିବ, ଆଉ କନା ନଥିବ। ଶୀତ ଦିନ ମା ସବୁ କ'ଣ କରିବ, ନିଜେ ବର୍ଷକ ଥରୁଥିବ, କାନିଟାକୁ ପକେଇକିରି ପୁଅକୁ ଝିଅକୁ ଶୋଇବ, କିନ୍ତୁ ମା ଶୀତରେ ଥରୁଥିବ। ଏ ଯେଉଁ ଜୀବନଟା ମା ରଖିଛି, ଏଗୁଡ଼ା ନ କରିଥିଲେ ଆମେ ବଞ୍ଚିଥାନ୍ତେ। ତେଣୁ ଇଏ ମାତୃପିତୃ ଋଣ ଆମେ ଶୁଝିପାରୁନେ। ତେଣୁ ଠାକୁର ସେଇଥିପାଇଁ ଆସିଛନ୍ତି ଋଣ ମୁକ୍ତ ହେବା ପାଇଁ। ଆଜି ସମାଜ ସବୁ ଋଣଗ୍ରସ୍ତ। ଏ ଯେଉଁ ବ୍ୟାଙ୍କ ଲୋନ୍, ଯେ ବ୍ୟାଙ୍କ ଲୋନ୍ କରିଛନ୍ତି, ଟଙ୍କା ଆଣିଛନ୍ତି, ଦେଇପାରିଲେନି, ଜମିବା ଯେଉଁଠି ଅଛି ବିକ୍ରି ହେବ, ଆଉ କ'ଣ? ଇଏ ଋଣ ଅଭିଶାପ ଋଣ ଏଇଟା। ଆଜି ସମାଜ ସବୁ ଅଭିଶାପଗ୍ରସ୍ତ। ସେଇଥିପାଇଁ ଧର୍ମ କଥା ଭାଇ ସତ୍ୟାନୁଷ୍ଠାନରେ ପଢ଼ୁଥିଲେ, ଯାହା ଉପରେ ଯାହା ସବୁ ତିଷ୍ଠି ରହିଛି ତାହା ହିଁ ଧର୍ମ, ସେ ହିଁ ପରମ ପୁରୁଷ। ଭଗବାନ ଗୋଟେ ଇଠେଇ ସିଠେଇ ଗଛରେ ଆକାଶରେ ଇଠେଇ ସବୁ ନଥାନ୍ତି। ଯାହା ଉପରେ ଯାହା ସବୁ ତିଷ୍ଠି ରହିଛି ମାନେ ବଞ୍ଚି ରହିବା। ଛୁଆର ଜୀବନଟା ମା ପାଇଁ ବଞ୍ଚି ରହିଛି। ମା ତାର ଯତ୍ନ ନ କଲେ ଛୁଆଟା ବଞ୍ଚି ପାରିବନି। ଆଉ ମା ତ ତାର ଯତ୍ନ କଲାନି, ସେ ମହାଦେବ ଠାକୁରାଣୀ ପାଖରେ ମୁଣ୍ଡ ବଢ଼େଇ ଲାଭ କ'ଣ? ଛୁଆ ତ ମରିବ ନା। ତେଣୁ ଯାହା ଉପରେ ଯାହା ସବୁ ତିଷ୍ଠି ରହିଛି, ଛୁଆର ଜୀବନଟା ମା ପାଇଁ ବଞ୍ଚି ରହିଛି। ତେଣୁ ସେଇଟା ହେଉଛି ଧର୍ମ। ସେଇଟାକୁ ପାଳନ କଲେ ସେଇଠି ଭଗବାନ ଦର୍ଶନ କରିବ। ଛାତ୍ରର ଜୀବନ ଶିକ୍ଷକ ପାଇଁ ବଞ୍ଚି ରହିଛି, ରୋଗୀର ଜୀବନ ଡାକ୍ତର ପାଇଁ ବଞ୍ଚି ରହିଛି, କୃଷକର ଜୀବନ ଚାଷ ପାଇଁ ବଞ୍ଚି ରହିଛି, ପ୍ରଜାର ଜୀବନ ରାଜା ପାଇଁ ବଞ୍ଚି ରହିଛି। ଏ ପ୍ରତ୍ୟେକ ଜୀବନ ପାଇଁ ଆଉ ଗୋଟେ ଜୀବନ ତିଷ୍ଠି ରହିଛି। ତେଣୁ ଏଇଟାକୁ ଯେପର୍ଯ୍ୟନ୍ତ ପାଳନ କରିନେ କିଛି ବି ହେବନି। ସତ୍ସଙ୍ଗ ଗୋଟେ ଧର୍ମୀୟ ଶିକ୍ଷଣୀୟ ସ୍ଥାନ। ମଣିଷ ଆସିଲେ ଧର୍ମର କଥା ଏଠି ସବୁ ଶିଖେ। ତେଣୁ ଶିଖିକି ସେ ଆସିଲେ କାର୍ଯ୍ୟକାରୀ କଲେ ହେବ। ତେଣୁ ଠାକୁର ନୂତନ ଭାବରେ ଆସିଛନ୍ତି, ଜୀବନ ବର୍ଦ୍ଧନାର ସବୁ ନୂଆ ନୂଆ କଥା କହିଛନ୍ତି। କାହିଁକି ମଣିଷ ଜୀବନ କ୍ଷୟକ୍ଷତି ହେଇଯାଉଛି, କାହିଁ ସେ ଟିକେ ସୁଖ ଶାନ୍ତି ପାଉନି, କାହିଁ ରୋଗ ଶୋକ ଦୁଃଖ ଦାରିଦ୍ର୍ୟ ମୃତ୍ୟୁ ଇତ୍ୟାଦି ଯନ୍ତ୍ରଣାର କଷ୍ଟ ପାଉଛି, ଠାକୁର ଏହାର କଥା ତନ ତନକିରି କହିଛନ୍ତି। ଏବଂ ଠାକୁର ଜନ୍ମ ହେଲା ପରେ ମା ମାନେ ଗର୍ଭରୁ ବାହାରି ଆସିଲା ପରେ ସେ ତ ଅନ୍ତର୍ଯାମୀ ଗୋଲକ ବିହାରୀ। ତାଙ୍କର ଗୋଟିଏ ଚିନ୍ତା ଠାକୁରଙ୍କର, ଯେ ସମାଜରେ କେମିତି ରାମରାଜ୍ୟ ପ୍ରତିଷ୍ଠା ହେବ, ସମାଜରେ କେମିତି ଲୋକ ଆନନ୍ଦରେ ବଞ୍ଚିବେ। ଏଇ କଥାଟା ଠାକୁରଙ୍କର ପିଲାଦିନରୁ ଚିନ୍ତା। ଏବଂ ଠାକୁର ମନେ ମନେ ଚିନ୍ତା କରନ୍ତି ଯେ ଲୋକ ତ ବହୁ ଭାବରେ ପୂଜା ପତ୍ରିକା ଧୂପ ଧୂପ ଅରୁଆ ଗେରୁଆ ମାଳା କହୁଛନ୍ତି, ସବୁ କରୁଛନ୍ତି, ସମାଜରେ ତ ବିଭ୍ରାଟ କାହିଁ ଘଟୁଛି? ଲୋକ ସୁଖ ଶାନ୍ତିରେ ରହିପାରୁନାହାନ୍ତି କାହିଁକି? ରୋଗ ସୁଖ ଦୁଃଖ ଦାରିଦ୍ର୍ୟ ଏଭଳି ଏତେ କଷ୍ଟ ଭୋଗୁଛନ୍ତି କାହିଁକି? ଏଇ କଥାଟା ସବୁବେଳେ ଠାକୁରଙ୍କର ଚିନ୍ତା। କୌଣସି ପ୍ରକାରେ ଠାକୁର ଏହାର ସମାଧାନ ପାଉନାହାନ୍ତି। 15 ବର୍ଷ ହେଇଗଲାଣି ଠାକୁର, କେମିତି ଏଟା ସମାଧାନ ହେବ? ଦିନ ଠାକୁର ଏ ଘର ପାଖରେ ଗୋଟେ ଖୋଲା ପଡ଼ିଆରେ ସକାଳୁ ବୁଲୁଛନ୍ତି। ବୁଲିଲା ଭିତରେ ଘାସ ଉପରେ କାକର ସବୁ ପଡ଼ିଛି। କାକର ଉପରେ ସୂର୍ଯ୍ୟକିରଣ ପଡ଼ିଛି, ସେ କାକର ବିନ୍ଦୁ ଗୁଡ଼ା ଚକ୍ 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 ମାରୁଛି। ସେ ଠାକୁରଙ୍କର ସେଇଠି ଚିନ୍ତାଧାରା ଆସିଲା 15 ବର୍ଷ ବୟସରେ, ଯେ ଯଦି ଏତେ ବଡ଼ ସୂର୍ଯ୍ୟଙ୍କୁ ଏତେ ଟିକେ କାକର ବିନ୍ଦୁ ଧରି ରଖି ଚକ୍ ଚକ୍ ମାରୁଛୁ, ଏ ସମସ୍ତ ଜନସମାଜ ଯଦି ସେଇ ପୁରୁଷୋତ୍ତମକୁ ଧରି ରଖନ୍ତେ, ସମସ୍ତଙ୍କ ଜୀବନଟା ଚକ୍ ଚକ୍ ହେଇଯାନ୍ତା। ଏଇ ହେଉଛି ଠାକୁରଙ୍କର ଦର୍ଶନ। ତେଣୁ ଠାକୁର ସେଠି ଦେଖିଲେ, କହିଲେ କିଭଳି ଭାବରେ ଧରି ରଖିବେ ନା, ଗୋଟେ ପରିବାର ଯଦି ଧରି ରଖିଲା, ସେ ପରିବାରକୁ ଦେଖି ଆଉ 25-50 ପରିବାର ହେଇଯିବେ। ତେଣୁ ଠାକୁରଙ୍କ ପାଖରେ ଯେଉଁ କତିପୟ ଭକ୍ତ ଥିଲେ, ସେମାନଙ୍କୁ ସବୁ ଠାକୁର ଏଇ କଥାଟା କହିଲେ ଯେ ପୁରୁଷୋତ୍ତମଙ୍କ ଶରଣ କିଭଳି ଭାବରେ ଲୋକ ନେବେ, ଆଉ ଯଦି ଧରି ରଖିବେ ସମସ୍ତ ଜୀବନଟା ସୁଖ ଶାନ୍ତି ହେଇଯିବ। ଠାକୁର ଦେଖିଲେ ପରିବାରଟା 3ଟା କାରଣରୁ ବିଭ୍ରାଟ ହେଇଯାଇଛି। ଗୋଟାଏ କାରଣ ହେଉଛି ମୁଣ୍ଡଟା ସବୁ ବିକୃତ ମୁଣ୍ଡ, ଆଉ ଘର ଭିତରେ ସବୁ ବୃଥା ଆଡ଼ମ୍ବର, 5 ଟଙ୍କା ନଥିବ 500 ଟଙ୍କାର କଥାବାର୍ତ୍ତା କରିବୁ, ଏଇ ଚିନ୍ତା ଗୁଡ଼ା ସମସ୍ତଙ୍କ ଘର ଭିତରେ। ଶ୍ରୀ ସତ୍ୟାନୁଷ୍ଠାନ ଠାକୁର କହୁଛନ୍ତି ଯେ ଉତ୍ତେଜିତ ମସ୍ତିଷ୍କ, ବୃଥା ଆଡ଼ମ୍ବର, ଏସବୁ ଅସିଦ୍ଧିର ଲକ୍ଷଣ। ସବୁବେଳେ ଲୋକ ଅସିଦ୍ଧି ପଛରେ ଗୋଡ଼େଇଛନ୍ତି, ମୁଣ୍ଡ ସବୁ ବିକୃତ। ଠାକୁର ସବୁଠୁ କହିଲେ ଯଦି ପ୍ରତ୍ୟେକ ଏ ଯେଉଁ ଯଜନ ବ୍ୟବସ୍ଥାଟା ଗୋଟା ଦେଲେ ଲୋକଙ୍କ ପାଇଁ। ଯଜନ ହେଲା ଜପ ଧ୍ୟାନ, ଯେଉଁ ମନ୍ତ୍ରଟି ଆମେ ଦୀକ୍ଷା ନେଲାବେଳେ ନେଇଛେ, ସେ ନାମଟାକୁ ରାତି 3:30 ପରେ ଜପ। ନାମ ତ ସବୁବେଳେ କରିବା, କିନ୍ତୁ 3:30 ପରେ ପ୍ରକୋଷ୍ଠ ସମୟ ନାମ ଜପ। ସେଇଥିପାଇଁ ଠାକୁର କହୁଛନ୍ତି ଯେ ଇରେଗୁଲାର ଭାଇବ୍ରେସନ୍ ଅଫ୍ ଦି ବ୍ରେନ୍ ଇଜ୍ ଟ୍ରାନ୍ସ। ଇରେଗୁଲାର ଭାଇବ୍ରେସନ୍ କ'ଣ? ଅନିୟନ୍ତ୍ରିତ ଚିନ୍ତାଧାରା। ସମସ୍ତଙ୍କର ଅମଙ୍ଗଳ ଚିନ୍ତାଧାରାଟା କିନା ବର୍ତ୍ତମାନ ସମାଜଟା ଏମିତି ଚାଲିଛି। ଆମ ଘରେ 120 ଘର, ଗୋଟାଏ ଘର କେହି ଭଲ ନାହାନ୍ତି ଯେ ଅନ୍ୟ କାହାର କୁଟା ସବୁବେଳେ ଚିନ୍ତା କରିବା। ସମସ୍ତଙ୍କର କୁ ଚିନ୍ତା କରି ଖରାପ ହେଇଯାଇଛନ୍ତି। ତେଣୁ ଠାକୁର କହିଲେ ଯେ ଏ ଯେଉଁ ମନ୍ତ୍ରଟି ଦେଲେ, ଇଏ ମହାମନ୍ତ୍ରଟି ଜପ କଲେ ମଣିଷ ମୁଣ୍ଡ ଶାନ୍ତ ହୋଇଯିବ। ଟ୍ରାନ୍ସ ମାନେ ଭୂତକାନା,
ଆମେ ପ୍ରତ୍ୟେକ ଭୂତ ଥିଲେ ଠାକୁରଙ୍କୁ ଧରିକିରି ମଣିଷ ବାଟକୁ ଆସିଛେ। ତେଣୁ ଯେଉଁ ଭୂତ ଛଡ଼େଇବା ମନ୍ତ୍ରଟା ଯେଉଁ ଠାକୁର ଦେଲେ ଏଇଟା ରାତି 3:30 4ଟା ସକାଳ ପର୍ଯ୍ୟନ୍ତ ଯେତେବେଳେ ଆପଣଙ୍କୁ ସମୟ ହେବ ଜପ କରିବ। ଏ ଜପଟା କଲେ କ'ଣ ହେବ ଆପଣଙ୍କର ଉପକାର ନା ମୁଣ୍ଡଟା ସ୍ଥିରୀକୃତ ହେଇଯିବ। ସମସ୍ତ ଜିନିଷ ଭଲ ମନ୍ଦ ବିଚାର କରିପାରିବେ। ଆଉ ମୁଣ୍ଡଟା ସ୍ଥିରୀକୃତ ହେଇଗଲା ପରେ ଆପଣଙ୍କର ସମସ୍ତ ପ୍ରାଚୁର୍ଯ୍ୟ ଯେତେ ଐଶ୍ୱର୍ଯ୍ୟ ଜିନିଷ ଭୋଗ କରିବାର ଅଛି ସୁଖ ଶାନ୍ତିରେ ଅଛି ଏ ଯଜନ ଦ୍ୱାରା ଆମେ ଆକୁ ହିଁ ପାଇପାରିବେ। ତେଣୁ ଠାକୁର କହୁଛନ୍ତି ଧ୍ୟାନ ସମୟ ଯାହା ଭାବିବି ତାଇ ହୋଇଯାବେ ପୁଣ୍ୟବତୀରେ କହୁଛି। ତେଣୁ ଇଏ ହେଉଛି ଯଜନ ଦେଲେ ଇଏ ଅସ୍ଥିର ମୁଣ୍ଡକୁ ସ୍ଥିର କରିବା ପାଇଁ। ଆଉ ଗୋଟେ ଜିନିଷ ଦେଲେ ଯାଜନ। ଯାଜନ ହେଉଛି କ'ଣ ନା ଆମେ ଯେଉଁ ପରିବାର ଭିତରେ ଅଛେ ସବୁବେଳେ କଳି ଝଗଡ଼ା ଲାଗୁଛି। ଆମର କଥାର ଶାଳୀନତା ନାହିଁ। ଶାଶୁ ବୋହୂକୁ ଖରାପ କରି କହୁଛି, ବୋହୂ ଶ୍ୱଶୁରକୁ ଖରାପ କରି କହୁଛି, ପୁଅ ବାପକୁ ଖରାପ କରି କହୁଛି, ଝିଅ ମାଆକୁ ଖରାପ କରି କହୁଛି। ଧକମ ଧକାଇ ପରିବାର ଭିତରେ ହେଇଯାଉଛି। ସେଥିରେ ରୋଷେଇ ବାସ ଖାଇବା ପିଇବା ସବୁ ବନ୍ଦ। ତେଣୁ ଠାକୁର ଦେଲେ ଯାଜନ। ଯାଜନ ମାନେ କ'ଣ ନା ଠାକୁରଙ୍କ ପାଖକୁ ଆପଣମାନେ ଆସିଛନ୍ତି, ଯେତିକି ଠାକୁରଙ୍କ ଭିତରେ ଅନୁଭବ କରିଛନ୍ତି ସେଇ କଥାଟା ସମସ୍ତଙ୍କୁ ବନ୍ଧୁବାନ୍ଧବ ପଢ଼ାପଢ଼ି ଗାଁର ସମସ୍ତଙ୍କୁ କଥା କହିବେ। ଠାକୁରଙ୍କ ବହିପତ୍ର ପଢ଼ିବେ। କାରଣ ଠାକୁର ତ ନୂତନ ଭାବରେ ଆସିଛନ୍ତି ନା। ଠାକୁରଙ୍କ କଥା କେଉଁଠି ବେଦ ପୁରାଣ ବାଇବେଲରେ ପାଇବେନି। ତେଣୁ ଏଇ ଠାକୁରଙ୍କ ଉପରେ କଥାଟା ଅଭ୍ୟାସ କରୁ କରୁ ଆପଣଙ୍କର କଥାର ସବୁ ଶାଳୀନତା ଚାଲି ଆସୁ। ଶାଶୁ ବୋହୂକୁ ଖରାପ କରି କହିପାରିବେନି କି ପୁଅ ବାପାକୁ ବି ଖରାପ କରି କହିପାରିବେନି। ଶାନ୍ତ ପରିବାର ହେଇଯିବ। ଆଉ ଗୋଟିଏ ଅସୁବିଧା ଠାକୁର ଦେଖିଲେ କ'ଣ ନା ପଇସା ଦ୍ୱାରା ଅର୍ଥ ଅଭାବ ଦ୍ୱାରା ପରିବାରଟା ଉଜୁଡ଼ି ଯାଉଛି। ଅର୍ଥ କିଭଳି ଆସିବ ଠାକୁର ଇଷ୍ଟବୃତ୍ତିର ବିଧାନ ଦେଲେ। ପୁଣ୍ୟପୋଥିରେ କହୁଛନ୍ତି ଯେ ଯখন তুমি দাতা তখন সময়কে আমি দিন দেতে ভিକାରୀ, ଆଉ ଯখন তুমি ଭିକାରୀ তখন সময়কে আমি দাতা। ଠାକୁର କହୁଛନ୍ତି ତୁ ଯେତେବେଳେ ଇଷ୍ଟବୃତ୍ତି କରୁଛୁ ମୁଁ ତୋଠୁ ଭିକାରୀ ହେଇକି ନେଇଯାଉଛି। ଆଉ ଯখন ତୁମେ ଭିକାରୀ ତୁ ଯେତେବେଳେ ଭିକାରୀ ଯେଉଁ ମୁଁ ଦାତା ଆଉ ଦ୍ୱିତୀୟ ଲୋକ କେହି ନାହିଁ। ଏଇ ଯେଉଁ ଯଜନ ଯାଜନ ଇଷ୍ଟବୃତ୍ତି ତିନୋଟି କଥା କହିଲେ। 101 ବର୍ଷ ହେଇଗଲା ସତ୍ସଙ୍ଗ ଚାଲିଛି। ଠାକୁରକୁ 37 ବର୍ଷ ହେଇଥିଲା। ଏବେ 138 101 ବର୍ଷ ହେଲା ସତ୍ସଙ୍ଗ ଚାଲିଛି। କିନ୍ତୁ ମୁଁ ଯେତିକି ଦେଖୁଛି ବର୍ତ୍ତମାନ ଆମେ କେହି ସତ୍ସଙ୍ଗ ଧାରା ଭିତରକୁ ଆସିପାରୁନେ। ଖୁବ୍ କ୍ୱଚିତ ଲୋକ ଆସୁନ ଆସିଲେ ସମାଜଟା ବଞ୍ଚ ଲାଗେନି ଆସୁଛନ୍ତି। ତେଣୁ ପ୍ରତ୍ୟେକଙ୍କର ଆସିବାର ବାଟ। ଆଉ ଋଣ ମୁକ୍ତ ନ ହେବା ଯାକେ ସମସ୍ତେ ଋଣୀ। ଟଙ୍କା ଋଣ ନୁହଁ। ଘର ଭିତରେ ପରିବାର ନିକଟରେ ପ୍ରତ୍ୟେକ ଋଣୀ। ସମସ୍ତେ ଋଣଟାକୁ ସୁଝିବାକୁ ଚେଷ୍ଟା କରିବେ। ବୋହୂ ଶାଶୁ ପାଖରେ ଋଣୀ, ପୁଅ ବାପା ମା' ପାଖରେ ଋଣୀ, ଝିଅ ମା' ପାଖରେ ଋଣୀ, ସବୁ ଏ ସତ୍ସଙ୍ଗଟା ହେଉଛି କେବଳ ଋଣ ମୁକ୍ତ ହେବା। ଆଉ ଯେତେବେଳେ ଋଣ ମୁକ୍ତ ହେବ ଠାକୁର ସେତିକି କଳାଗତ କରିନେବେ। ତେଣୁ ଆକୁ ତ ଇଏ ତିନିଟା କରିବେ। ଇଏ ତିନିଟା କଲା ଭିତରେ ଠାକୁର ଆଉ ତିନିଟା ପାଳନ କରିବାକୁ କହୁଛନ୍ତି କେମିତି ଆମେ ଭଲ ମଣିଷ ହେବା। ସତ୍ସଙ୍ଗ ହେଉଛି ଭଲ ମଣିଷ ହେବାର ବାଟ। ଠାକୁର ପୁଣ୍ୟପୋଥିରେ ନାଁରେ ଲାଗି ତିନିଟା କଥା କହୁଛନ୍ତି। ଆକୁ ଏ ଯେଉଁ ଯଜନ ଯାଜନ ଇଷ୍ଟବୃତ୍ତି ପାଳନ କରିବେ ଆଉ ତିନିଟା କଥା ମାନିବେ। ତିନିଟା କଥା କ'ଣ ନା ପୁଣ୍ୟପୋଥିରେ ଠାକୁର କହୁଛନ୍ତି ଯେ ଆମେ ଶୁଦ୍ଧାତ୍ମା ଚାହିଁ। ଇଏ ତିନିଟା ଜିନିଷ ପାଳନ କରିବା ଭିତରେ ଯଦି ଆତ୍ମାଟା ଅଶୁଦ୍ଧ ହେଇଗଲା ଆପଣଙ୍କର କିଛି ହେବନି। ସେମିତି ଯଜନ ଯାଜନ ଇଷ୍ଟବୃତ୍ତି କରୁଥିବେ। ଇଏ ତିନିଟା ଜିନିଷ ମାନିବାକୁ ହେବ। ଠାକୁର କହୁଛନ୍ତି ଆମେ ଶୁଦ୍ଧାତ୍ମା ଚାହିଁ। ଇଏ ଆତ୍ମା ଭିତରେ ଚୋରି ଟାଉଟର ଡକାୟତି ଫର୍ଜରୀ ମର୍ଡର ପର ନିନ୍ଦା ପର ଚର୍ଚ୍ଚା ଲୋକଙ୍କୁ ନେଇ କୋର୍ଟ କଚେରୀରେ ପଡ଼ିବା ଲୋକଙ୍କ ମନରେ ଦୁଃଖ ଦେବା ଯେଉଁ ଖରାପ କାର୍ଯ୍ୟଟା ଏସବୁ ନଥାଉ। ୟା ଭିତରେ ଯଦି ଖରାପ କାର୍ଯ୍ୟ ପଶିଗଲା ଆତ୍ମାଟା ଅଶୁଦ୍ଧ ହେଇଗଲା। ଯଜନ ଯାଜନ ଇଷ୍ଟବୃତ୍ତି କିଛି କାମ ଦେବେନି। ତେଣୁ ଠାକୁର କହୁଛନ୍ତି ଶୁଦ୍ଧ ଆତ୍ମା ହେବାକୁ ପଡ଼ିବ। ତାପରେ ପୁଣି ଆଉ ଗୋଟେ ଇଏରେ କହୁଛନ୍ତି ବିଶେଷରେ ବିଳାସ ବେଶନରେ ଜୀବନଟା ବିତେଇବା କଥା ନୁହଁ। ପୁଣି ତାପରେ ବାଣୀ ଠାକୁର କହୁଛନ୍ତି ଯେ ପୋକାମାକଡ଼ ଯଦି ମଧୁର ହାଣ୍ଡିରେ ରଖାଯାଏ ସେ ମରିଯିବ। ପୋକାମାକଡ଼ ହେଲା ପିତାଖିଆ ପୋକ। ପିତାଖିଆ ପୋକକୁ ଯଦି ମିଠା ହାଣ୍ଡିରେ ପୁରିଆ ସେ ମରିଯିବ। କାରଣ ତା'ର ଖାଦ୍ୟଟା ପିତା। ତେଣୁ ଆମେ ଯେଉଁ ବିଳାସ ବେଶନ ପ୍ରାଚୁର୍ଯ୍ୟ ଭିତରେ ସବୁ ରହୁଛେ ଏମିତିଆ ଗାଡ଼ି ନହେଲେ ହେବନି। ସାଇକେଲ ଚଢ଼ିବାର କର୍ତ୍ତବ୍ୟ ନଥାଏ ଯେଉଁଟା କାର୍ ପାଇଁ ତା'ର ଇଚ୍ଛା ଥବ। ଏମିତି ଘରଟା ନହେଲେ ହେବନି। ଏମିତି ମାନେ ବିଳାସ ବେସନ ଜୀବନ ଠାକୁରଙ୍କୁ ପାଇପାରିବେନି। ତେଣୁ ପିତାଖିଆ ପୋକ ହେବାକୁ ପଡ଼ିବ। ଆଉ ଗୋଟିଏ କଥା କହୁଛନ୍ତି ଯେ ମୁଁ ଆଉ ଏ ବର୍ଷ ଏବାର ବଣର ସନ୍ନ୍ୟାସ ମୋର ଆବଶ୍ୟକ ନାହିଁ। ସଂସାର ସନ୍ନ୍ୟାସ ଦରକାର। ସଂସାର ଭିତରେ ରହିକିରି ସନ୍ନ୍ୟାସ ବ୍ରତ କରିବେ। ସନ୍ନ୍ୟାସ ବ୍ରତ କ'ଣ ଗାଡ଼ି ଛାଡ଼ିବେ ନା ଭିକ ମାଗିବାକୁ ଯିବେ? ସନ୍ନ୍ୟାସ 6ଟା ଜିନିଷକୁ ନ୍ୟାସ କରେ ସେ ହେଉଛି ସନ୍ନ୍ୟାସ। ସଂସାର ଭିତରେ ରହିକିରି ଏ ଯେଉଁ ଆମର 5 ମନ 25 ପ୍ରକୃତି ଷଡ଼ ହୋଇ ଏଇଗୁଡ଼ା ସବୁ ଦମନ କରିକି ଚାଲିଲେ ସନ୍ନ୍ୟାସ ହେବେ। ସନ୍ନ୍ୟାସ ବ୍ରତଟା ଠାକୁର ଚାହିଁଛନ୍ତି ଏବଂ ଗୋଟେ ସୁନ୍ଦର ପରିବାର ଚାହିଁଛନ୍ତି। ସେଇଥିପାଇଁ ସୁନ୍ଦର ସତ୍ସଙ୍ଗରେ ଯେତେ ଜିନିଷ ଅଛି ଯେତେ କଥା ଅଛି ଯେତେ ବହିପତ୍ର ଲେଖା ହେଇଛି ଯୋଡ଼ା ଜିନିଷ ସତ୍ସଙ୍ଗର ସାରାଂଶ।
गोटे हूँ सुंदर परिवार आ परिवार भितर प्रेम ये जो ना कि ना तेणु ये जिनटा को पालन करने हम तेणु आम जो परिवार भितर सब रहीचे बाप पुओ माँ झील भाई भौणी ये सब सदस्य रहीचे आम भर गोटा श्रृंखलित जीवन यापन हवा दरकार श्रृंखलित जीवन यापन न हवा पर्यंत कि प्रेमटा जाग्रत न हवा पर्यंत आमर किसी हेनी ठाकुर से कहते तुम एपरी शक्ति लाभ कर चंद्र सूर्य कक्षचित करदे पार पृथ्वी भांगी टुकड़ा टुकड़ा करदे पार जड़े साधारण लोक ऐश्वर्यशैली करदे पार कि हृदय जब प्रेम ना तुम किसी भी तेणु सत्संग दुईटा जिन सार गोटा है सुंदर परिवार आ सुंदर परिवार भर प्रेम आ ठाकुर विशेष भाव में जड़े माँ मान को बहुत गुरु दायित्व दौरान जो परिवार भर माँ थे सर्वसर्वाना कारण सी घर भितर रही आउ जो मैंने सब सदस्य अच्छा किए चाकरी कर व्यवसाय कर सब बाहर को बाहर जाते माँ टी सब उपस्थित करते तेणु ठाकुर से कहते न जागिले भारत नलना जागना जागना ए देश जागना नारी ठार जन्मे जाती नारी गोटे प्राण नारी को जुगे जुगे आसंत भव तेणु माँ मानकर सत्संग भितर बहु भूमिका तेणु सत्संग बहु भाव जब विस्तार हो माँ मानकर भूमिका बहुत अच्छी तेणु माँ मान सी सजाग हवा दरकार मातृशक्ति जाग्रत नेले किसी हेनी तेणु ठाकुर बहु भाव में माँ मान कहते सत्युत्व आम जो सीता सावित्री दमयंती लक्ष्मी सब थे ये गोटे सब गचर पड़े यही माँ मैंने चाली चलन चरित्र सब 100 भाग ठीक था तेणु से लक्ष्मी सीता सावित्री दमयंती लक्ष्मी क्या कहती ना प्रत्येक कार्य जहाँ लक्ष्य थाए से लक्ष्मी ता मुंडे सिंदूर न था हाथ में भंगा काच पट पड़े था चिरा लुगाटा पछे पिंधि जाऊ सी हूँ बास्तव लक्ष्मी आ गोटे जर्जेट शाढ़ी पिंधि मुंडे सिंदूर मारी से बाहे बाहे काच पिंधि लक्ष्मी लाता ठाकुर कहते प्रत्येक कार्य लक्ष्य थो लक्ष्मी सीता क्या कहती ना सचित्र जी सिद्ध होती सीता जो आम जो सीता रामचंद्र स्त्री सीता थे आम घर माँ मैंने समस्त सीता हो पारे सचित्रता सिद्ध करा दरकार सचित्र बोले पूरा परपुरुष को चाहिए असह्य हो सचित्र 1000 प्रकार लक्षण अच्छे स्वामी जब ठीक समय से खाया ना से असत्य पुओ को जब माइला से असत्य कारण पुओटा तार स्वामी ठार आना तमें इंडायरेक्ट भाव स्वामी को माइला असत हबार 1000 प्रकार अच्छे सत्संग भितर सब कहले यहाँ सब घंटा घंटा अनुभव कर तेणु सचित्र जी सिद्ध से अच्छी सीता सावित्री क्या कहती ना रिपु शासित कर जी व्रती सी हूँ सावित्री दमयंती क्या कहती ना रिपु दम जी दमन कर चलती से दमयंती ए बड़ माँ ये सीता सावित्री दमयंती बहु भाव सब पाठ कर तेणु जड़े माँ चरित्र संशोधन उपर देशर शुद्धता निर्भर कर जातिर शुद्धता निर्भर कर ठाकुर कहते माँ टी किभली भाव में हवा कथा से बड़ माँ चरित्र सब फुटे देखे तेणु आम से शास्त्र अच्छी जे वसु पवित्रमसी सहस्रधारा वसु पवित्रमसी शतधारा वसुधाटा सब आलिया आवर्जना अपरिष्कार अवस्था अच्छे किए परिष्कार कर सूर्य परिष्कार कर वसु पवित्रमसी सहस्रधारा सूर्य का किरण जाली पड़ी सब भस्म कर आ वसु पवित्रमसी शतधारा शतधारा वर्षा वर्षाटा कौन कर पृथ्वी की सफा कर सब नई नाला नहीं पकड़ आम बंची पारते तेणु सेमती जड़े माँ पवित्रता शास्त्र अच्छी मधु मधु मधुबार्ता रुतांते मधु किरंती सिंधव मधु मधु मधुबार्ता मधु माने मीठा कथा लुणु भी महु झरी पड़े तेणु से ठाकुर जो मीठा कथा कहले से माँ जड़े सब मीठा कथाटा रहा दरकार तेणु ठाकुर कहते कथा तुम गुड़े मत लगी जाऊ तो दिए तेणु कथाटा जो खटा होगा परिवारटा विष होगा तेणु यही जो जिनटा सब पालन करा कथा सत्संग जिन पालन करा कथा समय तो संक्षिप्त ए माँ ये जो सीता भूमिका सावित्री भूमिका दमयंती भूमिका लक्ष्मी भूमिका सब माँ लक्ष्मी माँ पाठ कर समय आसे जो दमयंती पाठ माँ कर माँ रोषेबास करते बड़ 6 हाथी नाली गामछा था 2टा गामछा व्यवहार करते गोटाए गामछा गाधुआ पूजा करेंगे आउ गोटा सुखेला गामछा को पिंधि थे जो ओदा गामछा टे पाखे थो एक कानिका रहते गोटे गामछा दिने चिरी जाटा पिंधा अवस्था ना कि ठाकुर लक्ष्यटा पड़ा माँ से गामछाटा को धोईक चुपुड़ी पुणी पिंधिक रोषे घर को
ମାନେ ଠାକୁର ଅତି ମର୍ମାହତ ହେଇଗଲେ ବଡ଼ ବୋଉ ଏ ଜିନିଷଟା କ'ଣ ମୁଁ ଜାଣିବା କଥା ନୁହଁ। ତେଣୁ ଆମ ଘରେ ସବୁ ଏସବୁ ହେଇପାରୁଛି। ଯଦି ବାଇଚାନ୍ସ କ'ଣ ନୁଗା ଟିକେ ମଳି ହେଇଯାଏ ସ୍ୱାମୀକି ତା କଥା କହିଲେ ମୋ ନୁଗାଟା ଆଣିଲେନି, ତୁ ତା ବି ଏସବୁ ବ୍ୟବହାର କରୁଛୁ। ସ୍ୱାମୀ ବା ଦେବତା, ଦେବତା କ'ଣ ଏଇଭଳି ଭାବରେ ବ୍ୟବହାର ପାଆନ୍ତି? ଏଇଦିନେ ମା ସାବିତ୍ରୀ ଭୂମିକାରେ ପାଠ କରିଥିଲେ। ଆମର ଯେଉଁ ସାବିତ୍ରୀ ଥିଲେ, ଯେଉଁ ସାବିତ୍ରୀ ପୂଜା କରୁଛେ, ଯେଉଁ ସାବିତ୍ରୀ ଥିଲେ ସେ ବହୁତ ପରିବାରର ମଙ୍ଗଳ କରିଥିଲେ। ତାଙ୍କର ବାପା ଅପୁତ୍ରିକ ଥିଲେ, ତାଙ୍କର ଶ୍ୱଶୁର ରାଜ୍ୟ ହରାଇଥିଲେ, ସ୍ୱାମୀର ମୃତ୍ୟୁ ହେଇଥିଲା, ତାଙ୍କର ପିଲା ଛୁଆ ନଥିଲେ, ବହୁ ବିଭ୍ରାଟ ତାଙ୍କ ଘର ଭିତରେ ଥିଲା। ପୁରା ସମସ୍ତ ଜିନିଷ ସେଇ ରିପୁ ସାଧନ ଭିତରେ ସବୁ ସମାଧାନ କରିଦେଇଥିଲେ। ଯମ ତାଙ୍କ ପାଖରେ ହାରିଗଲା। ଏଇଦିନ ମା ଦିନେ ସାବିତ୍ରୀ ପାଠ କରିଥିଲେ। କେମିତି କରିଥିଲେ ନା, ଯେତେବେଳେ ଶୋଷଣଟା ବଢ଼ି ବଢ଼ି ଚାଲିଲା, ସେ ସବୁ ଚୋର ଡକାୟତ ସବୁ ଅଛନ୍ତି, ଲୁଣ୍ଠନ କରିବା ପାଇଁ ବହୁ ଭାବରେ ସେମାନେ ସବୁ ଜାଗ୍ରତ ଥାନ୍ତି। ଏ 10-15ଟା ଖଣ୍ଡେ ଗ୍ୟାଙ୍ଗ ଡକାୟତ ଗ୍ୟାଙ୍ଗ ସେ ସବୁ କ'ଣ କଲେ, ଠାକୁରଙ୍କ ଗୋଟେ ଚିଠି ଲେଖିଲେ ଯେ ଅମୁକ ଦିନ ଏତେ 9:30 ସମୟରେ ଆପଣଙ୍କ ଘରୁ ସବୁ ଧନରତ୍ନ ଲୁଣ୍ଠନ କରାଯିବ। ଚିଠିଟା ଠାକୁର ପାଇଲେ, ଲୁଣ୍ଠନ କରିବା ସବୁ 15 ଦିନ ଅଛି। ଚିଠିଟା ପାଇଲେ ଠାକୁର ଭାରି ଦୁଃଖିତ ହେଇଗଲେ। କହିଲେ ଏମାନେ ଏତେ ଜଣ, ଜଣେ ଦୁଇ ଜଣ କଥା ଦୋସରା, ଏମାନେ ଏତେ ଜଣ ମାନେ ଲୁଣ୍ଠନ କରିବା କାହାର କିଛି ନାହିଁ। ଏବଂ ଚିଠିରେ ବି ପରିଷ୍କାର ଲେଖିଦେଇଛନ୍ତି ଯେ ଆମେ ଗଲାବେଳକୁ ସମସ୍ତେ କବାଟ ଫବାଟ ସବୁ ମେଲା ରଖିଥିବ, ନହେଲେ ତୁମ ପ୍ରତି ବିଭିନ୍ନ ପ୍ରକାର ଦୌର୍ୟା ତୁମ ସବୁ କରାଯିବ, ଗୁଳି ବନ୍ଧୁକ ଏସବୁ। ଠାକୁର ଭାରି ଭୟଭୀତ ହେଲେ ଏବଂ ସେଟା ମନେ ମନେ ଠାକୁର କରିଛୁ। ଯେଉଁଦିନ ଚୋର ଆସିବେ ସେଇ ଡେଟ୍ ହେଇଯାଇଛି, ଠାକୁର ସେଦିନ ଅତ୍ୟନ୍ତ ମନ ଦୁଃଖରେ ବସିଛନ୍ତି। ସେଠୁ ଆଉ କିଛି କଥା ନାହିଁ, ବାର୍ତ୍ତା ନାହିଁ, ନା ହସ ନାହିଁ। ମାନେ ଭକ୍ତମାନେ ସବୁ ଦେଖୁଛନ୍ତି। ଆଉ ଠାକୁର କଥା କ'ଣ ପଚାରେ, ବଡ଼ମା ଯାଇ ପଚାରିଲେ, କହିଲେ ଠାକୁର ଆପଣ ଆଜି ଏତେ ମନ ଦୁଃଖ କାହିଁ କରିଛନ୍ତି? ନା ରେ ଏଇଭଳି ବ୍ୟବସ୍ଥା ମୁଁ ଆଉ କାହାକୁ କହିବି। 15 ଦିନ ହେଲା ସେ ଡକାୟତ ଗ୍ୟାଙ୍ଗଟା ଚିଠି ଦେଇଛନ୍ତି, 15ଟା ଲୋକ ଆସିବେ, ଆଉ ଆମେ ତାଙ୍କ ସାଙ୍ଗରେ କିଛି କଥାବାର୍ତ୍ତା କରିବାନି। ସେ କଲେ ଅସୁବିଧା କରିବେ, ଏ ବନ୍ଧୁକ ଛୁରୀ ଫୁରି ମର୍ଡର କରିଦେଇ ପାରନ୍ତି। ତେଣୁ ଯାହା ଯେଉଁଠି ଅଛି ସବୁ ମାନିଯିବ, ତାଙ୍କୁ ଦେଇଦେବ। ଆଉ ହଉ ଠିକ୍ ଅଛି, ଆପଣ ଖାଆ ପିଅ କରନ୍ତୁ, ଖୁସି ମନରେ ଆପଣ ରୁହନ୍ତୁ। ଆପଣଙ୍କୁ ଦେଖିକିରି ସମସ୍ତେ ଦୁଃଖିତ ହୋଇପଡ଼ୁଛନ୍ତି, ଏଇଟାକୁ ମୁଁ ସମାଧାନ କରିଦେବି, ବଡ଼ ମା କହୁଛି। ତେଣୁ କିଭଳି ଭାବରେ ସମାଧାନ କରିବେ, ସେଦିନ ସବୁ ମଧ୍ୟାହ୍ନ ରୋଷେଇବାସ ସବୁ ପାଇଲା। ମା କ'ଣ କରୁଛି, 3ଟା 3:30 ବେଳଠୁ ରୋଷେଇରେ ଲାଗି ପଡ଼ିଛନ୍ତି। ଡକାୟତ 15 ଜଣ ଆସିବେ, ଆଶ୍ରମରେ ତାଙ୍କ ପରିବାର 10-15 ଜଣ, ମାନେ 30 ଜଣକ ଅତି ସୁବିଷ୍ଟ ଭୋଜନ ସବୁ କରିଛନ୍ତି। ସର ଲବଣୀ, କ୍ଷୀରି, ଖେଚୁଡ଼ି, ଆଶା କାରା, ବିଭିନ୍ନ ପ୍ରକାର ଆଇଟମ ସମସ୍ତେ ଖାଇବେ। ଆକୁ ଗୋଟେ ମା ଦାଣ୍ଡ କବାଟଟା ମେଲା କରି ପ୍ରାୟ 8:30 ଖଣ୍ଡେ ରାତି ହେବ, ସେ 9ଟା ବେଳକୁ ସମୟ ଦେଇଛନ୍ତି। ମା ପରିବାର ସବୁ ଖାଇବା ପିଇବାକୁ ଦେଇ ଦାଣ୍ଡ କବାଟଟାକୁ ମେଲା କରିକିରି ବସିଛୁ। ଚୋର ଆସିବେ। ସେଠୁ ଏଇ ସମୟରେ 9:30 ସମୟରେ ଚୋର ଆସିଲେ। ସେ ଯେଉଁ 15 ଜଣ କହିଥିଲେ, 15 ଜଣ ସମସ୍ତେ ଆସିଲେ। ଯେତେବେଳେ ଆସି ଦେଖିଲେ ଦାଣ୍ଡ କବାଟଟା ମେଲା ହେଇଛି, କହିଲେ ଗୋଟେ ଆଶ୍ଚର୍ଯ୍ୟ କଥା, ଆମ ପୂର୍ବରୁ ଆଉ କେଉଁ ଜଣ କିଏ ଆସିଲା ଚୋରି କରିବାକୁ, ଦାଣ୍ଡ କବାଟଟା ମେଲା ହେଇଛି। ସେଠୁ ଦେଖିଲା ବେଳକୁ ବଡ଼ମା ଠିଆ ହେଇଛି। ଗୋଟେ ବଡ଼ମା ସବୁ ତଳକୁ ଓହ୍ଲେଇ ଆସିଲେ। ସେଠୁ ଆସିକି ତାଙ୍କୁ ସବୁ ଜୟଗୁରୁ କରିଦେଲେ। ସିଏ ଆଶ୍ଚର୍ଯ୍ୟ, ସେ ଆମ ଗାଁ ଘରକୁ ଆସି ଚୋରି କରିବାକୁ ଇଏ କ'ଣ ଏତେ ସମ୍ମାନ ଦେଖେଇଲେ। ସେଠୁ ମା ସେଠୁ ତାଙ୍କୁ କହୁଛନ୍ତି, ଦେଖନ୍ତୁ ଆପଣ ଠାକୁରଙ୍କୁ 15 ଦିନ ହେଲା ଚିଠି ଦେଇଥିଲେ, ଏବଂ ମୁଁ ଜାଣିଛି ଆପଣ ସବୁ ଚିଠିରେ ଯେଉଁ ଭୟଭୀତ କରେଇଛନ୍ତି ମୁଁ ଜାଣିଛି। ଆଉ ପ୍ରତ୍ୟେକ ଘର ମୁଁ ମେଲା କରିଦେଇଛି। ଆଉ ଯେଉଁଠି ଯାହା ଧନରତ୍ନ ଅଛି, ମୁଁ ହେଉଛି ଏ ଘରର ବୋହୂ। ତେଣୁ ଯେଉଁଠି ଯାହା ଅଛି ମୁଁ ବି ସବୁ ଜାଣିଛି। କେଉଁଠି ସୁନା ଅଛି, କେଉଁଠି ଟଙ୍କା ଅଛି, କେଉଁଠି ଧାନ ଚାଉଳ ଅଛି, ସମସ୍ତେ ଦେବେ। କିଛି ଆପଣଙ୍କର ଭଙ୍ଗା ତୁଟା ଏସବୁ କରିବା ଦରକାର ନାହିଁ। ସମସ୍ତ ଘର ମୁଁ ଖୋଲିବି। ଆପଣମାନେ ମୋର ଗୋଟେ କଥା ରଖିବେ। ନା କ'ଣ ଆଜ୍ଞା? ନା ଦେଖନ୍ତୁ, ଆପଣ 9:30 ଚୋରି କରିବାକୁ ଆସିଛନ୍ତି। ଚୋରି କରିକି ଘରେ ସବୁ ଯାଇ ପହଞ୍ଚିଲା 11ଟା 12ଟା 1ଟା ଏମିତି ହେବ। କିଏ କେତେ ବାଟରୁ ଆସିଛନ୍ତି। ତେଣୁ ଆପଣ ମଧ୍ୟାହ୍ନ ସମୟରେ ଖାଇଥିଲେ, ଆପଣ ସମସ୍ତେ ଭୋଗିଲା। ତେଣୁ ଆପଣମାନଙ୍କ ପାଇଁ ବହୁ ଭାବରେ ସବୁ ରୋଷେଇ କରିଛି, ଖାଇବେ। ମୁଁ ସବୁ ଘର ଦେଖେଇଦେବି, ଚୋରି କରି କିଛି ଅସୁବିଧା ନାହିଁ। ତାଙ୍କ ଚୋରି ଆଠଣା ସେଇଠି ଦବି ଯାଇଛି। ଗୋଟେ ବଡ଼ ମାସ ଗୋଟେ ବାଧ୍ୟ କରି ସମସ୍ତେ ବସିକିରି ଖାଇଲେ। ସର ଲବଣୀ, କ୍ଷୀରି, ଖେଚୁଡ଼ି, ଆରିସା କାକରା, ବିଭିନ୍ନ ପ୍ରକାର ଆଇଟମ୍ ହେଇଛି। ଖାଇସାରିକିରି ସେଠୁ ହାତ ଧୋଇବାକୁ ଗଲେ। ହାତ ଧୋଇକିରି ଗଲା ପରେ ମା କହିଲେ, ଆପଣମାନଙ୍କ ସବୁ କାମ ପାଇଗଲା? ନା ଆଜ୍ଞା। ନା ଆଉ ଚାଲନ୍ତୁ, ଏବେ ମୁଁ ଯେଉଁଠି ଯାହା ଅଛି ମୁଁ ସବୁ ଦେଖେଇଦେବି। ଦେବେ ନା ନାହିଁ ମା, ଆପଣ ବୁଝିଲେ ଲକ୍ଷ୍ମୀ ମା, ମା ପୁଅର ଖବର ସବୁ ଏଭଳି ବୁଝେ। ଆମେ ଯେଉଁ ଭୟ ଭିତରଟା ଦେଖେଇଥିଲୁ ଠାକୁରଙ୍କୁ, ଚାଲନ୍ତୁ ଯେ ଠାକୁର କୋଉଠି ଅଛନ୍ତି ଦେଖେଇଦେବେ, ଆମେ ତା ପାଇଁ କ୍ଷମା ପ୍ରାର୍ଥନା ମାଗୁ। ତେଣୁ ଚୋର ବି ସେଇଠି ବେଲ୍ଟ ହେଇଯାଏ। ତେଣୁ କଥାରେ ଏଭଳି ଅଛି, ସେ କଥାରେ ଅମୃତ ହେଉଛି, ପୁଣି ଲୁଣ ବି ହେଉଛି। ତେଣୁ ସତ୍ସଙ୍ଗର ହେଉଛି ଧର୍ମୀୟ ଟ୍ରେନିଂ ସେଣ୍ଟର। ସତ୍ସଙ୍ଗ ସବୁବେଳେ ଯିବେ, ଠାକୁରଙ୍କ ବହିପତ୍ର ପଢ଼ିବେ, ଠାକୁରଙ୍କୁ ଜାଣିବେ, ଠାକୁର କ'ଣ, ନାରାୟଣ କ'ଣ, ରାମ କ'ଣ, କୃଷ୍ଣ କ'ଣ,
ଆମ ପାଇଁ ଠାକୁର କ'ଣ କହିଛନ୍ତି, ଆମେ କ'ଣ କରିବା। ତେଣୁ ସୁନ୍ଦର ପରିବାରଟିଏ କରିବା ପାଇଁ ବ୍ରତୀ ହେବେ। ଯେଉଁ ପରିବାରରେ ଶାଶୁ ବୋହୂ ସଦସ୍ୟ ଅଛନ୍ତି, ବୋହୂର କର୍ତ୍ତବ୍ୟ କ'ଣ, ଝିଅର କର୍ତ୍ତବ୍ୟ କ'ଣ, ମାଆର କର୍ତ୍ତବ୍ୟ କ'ଣ। ଏ ତ ସମୟ ହେଇଗଲାଣି, ଗୋଟେ ଛୋଟିଆ କଥା କହିଥାନ୍ତି। ଆଜ୍ଞା, ଏ ଦିନେ ଠାକୁରଙ୍କର ମାନେ ବୋହୂ ଗୋଟେ କିଭଳି ଭାବରେ ଚଳଣି ଚଳିବ। ଏ ଠାକୁରଙ୍କୁ ସେତେବେଳକୁ 18 ବର୍ଷ, ବହୁ ଭାବରେ ବହୁ ବିବାହ ପ୍ରସ୍ତାବ ସବୁ ଆସିଛି ଠାକୁରଙ୍କ ପାଇଁ। ଠାକୁର ସବୁ କ୍ୟାନସଲ୍ କରିଦେଇଛନ୍ତି। ସବୁ ବଡ଼ ବଡ଼ିଆ ପ୍ରସ୍ତାବ ସବୁ ଆସେ, ଠାକୁର ସବୁ କ୍ୟାନସଲ୍ କରିଦେଇଛନ୍ତି। କାରଣ ବଡ଼ ଲୋକ ଘରର ଝିଅ ଆସିଲେ ମୋ ବାପା ମାଆଙ୍କ ଖବର ବୁଝିବନି, କିଭଳି ଭାବରେ ସେ ପିତୃମାତୃ ସ୍ନେହୀ ଥିଲେ, ଆଉ କିଭଳି ଭାବରେ ସେ ଋଣମୁକ୍ତ ବି ଠାକୁର ଥିଲେ। ଠାକୁର ପିତାମାତାଙ୍କ ପାଖରେ ଋଣୀ ନୁହନ୍ତି। ବହୁ ସେବା ପିତାମାତାଙ୍କୁ କରିଛନ୍ତି, ତାଙ୍କୁ ସେ ଯେତେ କଷ୍ଟ କରି ଜନ୍ମ କରିଛନ୍ତି, ଇଏ ବହୁ କଷ୍ଟ କରି ତାଙ୍କର ଋଣ ସବୁ ଶୁଝୁଛି। ସେଠୁ ବିବାହର କୌଣସି ପ୍ରକାର ସବୁ କ୍ୟାନସଲ୍ କଲେ। ଶେଷରେ ଏଇ ଯେଉଁ ମାଆଙ୍କ ଧପାଧହ ସେଇଠି ବିବାହର ସେଠୁ ଅନ୍ୟ ମଧ୍ୟସ୍ଥି ଦ୍ୱାରା ଠିକ୍ ହେଲା। ଏ ମାଆଙ୍କ ବାପାଙ୍କ ନାଁ ହେଉଛି ରାମ ଗୋପାଳ ଭଟ୍ଟାଚାର୍ଯ୍ୟ, ଗୁଣଧର ପଣ୍ଡିତ। ଜଣେ ପଣ୍ଡିତ, ତାଙ୍କର 2ଟି ଝିଅ। ଏ ବଡ଼ ମାଆଙ୍କ ବିବାହର ପ୍ରସ୍ତାବ ହେଲା, ଠିକ୍ ହେଇଗଲା। ମାଆଙ୍କୁ ସେତେବେଳେ 12 ବର୍ଷ। ଯେତେବେଳେ ବିବାହର ସ୍ଥିର ହେଲା, ଏ ଠାକୁରଙ୍କୁ ବି ସେତେବେଳେ ବହୁତ ଧନଶାଳୀ ପୂର୍ଣ୍ଣ ଥିଲେ। ଠାକୁରଙ୍କ ବିବାହ ଯେତେବେଳେ ଥିଲା, ଠାକୁର ବାପା ପାରନାଥ କୋଟରେ ଜବାନ ଥିଲେ। ବିବାହର ବହୁ ଜାକଜମକରେ ହେଲା। କିନ୍ତୁ ମାଆଙ୍କୁ ସେତେବେଳକୁ 12 ବର୍ଷ। ସେ ରୋଷଣୀ ପଡ଼ିଆକୁ ଯେତେ ସବୁ ଲୋକ ଯାଇଛନ୍ତି ଦେଖିବା ପାଇଁ, ଯିଏ ଠାକୁରଙ୍କୁ ଦେଖିଛନ୍ତି ସେ ମନଲୋଭା ରୂପରେ ଅତି ଆନନ୍ଦ ହେଇଯାଇଛନ୍ତି। ଯେ ଏଭଳି ଭାବରେ ବର ଯିଏ ମାଆଟିଏ ଦେଖିଛି, ସେ କହୁଛି ମୁଁ ଏମିତିଆ ଜ୍ୱାଇଁଟିଏ ପାଆନ୍ତି। ଏମିତି ଭାବରେ ସବୁ ଠାକୁରଙ୍କ ପ୍ରତି ସମସ୍ତେ ଲୋଭାସକ୍ତ ହେଇଛନ୍ତି। ଏଇ ସମୟରେ ମାଆ ଯିଏ ବିବାହ ହେବେ, ସେ ବି ରୋଷଣୀ ପଡ଼ିଆକୁ ଦୌଡ଼ିଛନ୍ତି। ତାଙ୍କ ସାଙ୍ଗସାଥିମାନେ ତାଙ୍କୁ ଟାଣିକିରି ଆଣନ୍ତି, କହିଲେ ତୋର ଗୋଟେ ବିବାହଘର ହେବ, ତୁ ଗୋଟେ କ'ଣ ଯାଉଛୁ ଟିକେ ବର ଦେଖିବାକୁ। ନା ମୋର କ'ଣ